দেবে ମୋର ନାମ ମହନ୍ତ ଶ୍ରୀ ଅଭୟଚରଣ ଦାସ। ମହନ୍ତ ମହାରାଜ ବଦଳ ମୋହନ ଯେଉଁ ନିକିରାଇ ମଠର ମାର୍ଫତରେ ମହନ୍ତ। এই মঠ କେତେଶହ ବର୍ଷର ମଠ ଏବଂ ପୀଠ? ଏ ମଠର ଆମର କିମତରୁ ଆମର ଦେଖିଲୁ ଆମର ଏପଟୁ ଆମେ ଜାଣିଛୁ 1744 ମସିହାରେ ମଠ ପ୍ରତିଷ୍ଠା ହୋଇଛି। 1744 ମସିହାରେ ଆମର ଗୁରୁ ମହାରାଜ ପଦ୍ମଚରଣ ଦାସ, ଗୁରୁ ପ୍ରଥମ ମହନ୍ତ ମହାରାଜ ପଦ୍ମଚରଣ ଦାସଙ୍କ ସମୟରେ ମଠର ପ୍ରତିଷ୍ଠା ହେଇଛି। ମଠ ସବୁ ପ୍ରତିଷ୍ଠାତା। କେତେ ମହନ୍ତ ଗଲେଣି? ମୋର ବର୍ତ୍ତମାନ 12 ଗଲେଣି, ମୁଁ ସେଠାରେ ପଡ଼ିଛି। ହଁ, এই ମଠର କେତେ ଆୟ ବ୍ୟୟ ହୁଏ ଏବଂ କେତେ କର୍ମଚାରୀ ଅଛନ୍ତି? ଠାକୁରଙ୍କର ମଠର ଇଏ ହେଉଛି ବୁଝାଶୁଣା କିଏ କରୁଛନ୍ତି? ଆମର ପୁରୀର ରାଧାନାଥ ମଠ ହେଲା ଆମର ଗୁରୁପୀଠ। ତା ଦେହରୁ ଆମର ବଳଦାସଙ୍କ ଶିଷ୍ୟ ପ୍ରଥମ ବଳଦାସ ମଠ ପ୍ରତିଷ୍ଠା କଲେ। ତାର ମଧ୍ୟ ତିନୋଟି ପ୍ରାନ୍ତ ମଠ ଥିଲା। ଆମର ପଟ୍ଟାମ ନରସିଂହପୁର ଗୋଟେ ଥିଲା ଠାକୁରଙ୍କର ଥିଲେ ଗୋବିନ୍ଦ ଜୀଉ, ଧୁମାସାର ଥିଲେ ଗୋପାଳ ଜୀଉ, ଆଉ ନିକିରି ଠାକୁର ଥିଲେ ରାଧାକାନ୍ତ ଜୀଉ। କାଳକ୍ରମେ ଠାକୁର ଏଠି ପଳେଇ ଆସିଲେ ଏବଂ ଗୋଟିଏ ଜାଗାରେ ଠାକୁର ପୂଜା ପାଉଛନ୍ତି। ଆଉ ଠାକୁରଙ୍କର ସେବା ପୂଜା ପାଇଁ ରଜା ମହାରାଜା ମାନେ ଦାନ କରିଛନ୍ତି ସେବା ପାଇଁ। ବହୁତ ସମୟରେ ଆମର ପରମଗୁରୁକୁ ପରମେଷ୍ଠକୁ ତାଙ୍କ 5 ବର୍ଷ ପୂର୍ବରୁ ମାନେ ସବୁ ଦାନ ଦେୟ 30 ପଇସା ପୂର୍ବରୁ ବହୁତ ଜମି ଠାକୁର ସେବା ପାଇଁ ଦାନ କରାଯାଇଛି। ଆଇ ଦାଦା ସାହେବ ଆମର ଥିଲେ ସୁନ୍ଦରଦେବ, ସେତେବେଳେ ସେ ଜମି ଠାକୁରଙ୍କୁ ଦାନ କରିଛନ୍ତି। ତାପରେ ଆମର ନିକିରି ଜମିଦାର ଉପସାହି ପଶ୍ଚିମ ସାହିର ଆମର ସେ ଶ୍ରୀଚନ୍ଦ୍ର ମହାପାତ୍ର, ରଣସିଂ ସବୁ ଏମାନେ ସବୁ ଏମାନେ 50 ଏକର ସମ୍ପତ୍ତି ଦାନ କରିଛନ୍ତି ଠାକୁରଙ୍କ ସେବା ପୂଜା ପାଇଁ। ତଥା ଆମର ରତ୍ନଗିରି ଜମିଦାର। ଏବେ ସୁଦ୍ଧା ମଠର କେତେ ସମ୍ପତ୍ତି ଅଛି? ବର୍ତ୍ତମାନ ଠାକୁରଙ୍କର ନିଦ ଖୋଲ ଅଛି 160 ଏକର ବି ଅଛି। ବାର୍ଷିକ ଆୟ କେତେ? ଚାଷ ଜମି, ଘରବାଡ଼ି, ଜାଗିରି, ସିକିମି ସତ୍ତ୍ୱ, ଜାଗିରି ସତ୍ତ୍ୱ, ରାସ୍ତା କିସମ ଏବଂ ଚାଷ ଜମି ଅଛି। ବାର୍ଷିକ ଆୟ କେତେ? ବାର୍ଷିକ ଆୟ ଆମର ଠାକୁରଙ୍କର ଯେଉଁ ଆମର ଚାଷ ହେଉଛି ଚାଷ ଜମି ଏକର ହିସାବରେ ଆମର 100 ଏକର ଚାଷ ଜମି ହେଉଛି। ତା ଦେହରୁ ଚାଷୀଙ୍କଠୁ ପ୍ରାୟ ଏକର ହିସାବରେ ସବୁ ଜମି ତ 3 କିସମ ଜମି ଅଛି। ଟୋଟାଲ ସବୁ ଉପର ଜମି କିସମ ଏବେ ଆସନ୍ତା ବର୍ଷକୁ ଦିଆଯାଇଛି। ଆଗରୁ ସବୁ କମ୍ ପଇସା ହେଉଥିଲା। ଯେଉଁ ଧାନ ଆମ ଗୁଣ୍ଠ ହିସାବରେ ହେଉଥିଲେ 5 ଗୁଣି, 4 ଗୁଣି, 3 ଗୁଣି ବଜାର ରେଟ୍ ହିସାବରେ ଟାଇପ୍ରେ ଯେଉଁ ସମୟ ଯେଉଁ ବଜାର ରେଟ୍ ଥାଏ ହିସାବରେ ଥାଏ। ବର୍ତ୍ତମାନ ଆୟ 4 ବର୍ଷକୁ 8 ଲକ୍ଷ ଟଙ୍କା ଇନକମ୍ ହେଉଛି। ସେଇ ତ এই ମଠର କ'ଣ ମାହାତ୍ମ୍ୟ କ'ଣ ରହିଛି? ଏ ମଠ ଆମର ବହୁତ ପୁରାତନ ପୀଠ। ଠାକୁରଙ୍କର ଠାକୁର ସେବା ପୂଜା ପାଇଲେ ଜୀବନ ଠାକୁର ବହୁତ ମାହାତ୍ମ୍ୟ ପ୍ରାଧାନ୍ୟ ରହିଛି। ଲୋକଙ୍କର 3ଟି ପଞ୍ଚାୟତ ବର୍ତ୍ତମାନ 3ଟି ପଞ୍ଚାୟତ ଆଗ ଗୋଟିଏ ପଞ୍ଚାୟତ ଥିଲା ନିକିରି ପୁତଳକୁ ନିକିରି ନିକିରି ଏବଂ ଅଲଗା ହେଇଛି। ଅଞ୍ଚଳର ଏହି ପ୍ରଧାନ ପୀଠ ଆମର ଧୁମାଦେବୀ ରାଧା ଗୋବିନ୍ଦ ଯେଉଁ ଧୁମାନ୍ତ ଅଛି, ଚାରିକା ଜଗନ୍ନାଥ ବାବୁ ଅଛନ୍ତି, କନା ରାଧାମୋହନ ଅଛନ୍ତି, ମଦନମୋହନ ଅଛନ୍ତି। ଏସବୁ ସମସ୍ୟା ଆମେ ଏକ ମଠ। এই ମଠରେ କେଉଁ ଠାକୁର ପୂଜା ପାଆନ୍ତି? ଆମର ଠାକୁର ହେଉଛି ରାଧା ମଦନମୋହନ ଜୀଉ ଠାକୁର ପୂଜା କରୁଛନ୍ତି। ତାଙ୍କର ପର୍ବ ସବୁ ଆମର ଠାକୁରଙ୍କର ଯେପର୍ଯ୍ୟନ୍ତ ଗୋଟେ ଚକ୍ର ନାଁ ଅଛି ଚୋରମ୍ବରା ଚକ୍ର, ମୂଳ ନାଁ ହେଉଛି ଚୋରମ୍ବରା। ଚୋରମ୍ବରା କ'ଣ ଠାକୁରଙ୍କର ସମ୍ପଦରୁ ଧାନ କଟାଇ ପଡ଼ିଥିଲା। ସେ ତା ଚୋରରେ ରାତିରେ ସେ ଧାନ କାଟିକି ତାର ବାନ୍ଧିକି ସେ ବୋଇବା ଲାଗିଛି। ଧାନ କାଟିକି ବାନ୍ଧିକି କାନ୍ଦିକି ଆସିବ ବୋଲି ବାହାରିଛି ତିଆରି ବିଲରୁ। ସେ ବିଲ ଭିତରେ ସେ ଠିଆ ହେଇଛି। ଆମର ସେତେବେଳେ ଆମର ଗୁରୁମାର ଥିଲେ ସବୁ ଠାକୁର ପ୍ରାନ୍ତ କଲେ ମାନେ ଠାକୁର ସେ ଧାନ ଦେଖିବୁ ସବୁ ଜାଣିବୁ। ପ୍ରକୃତ ସତ୍ୟ ଗଲାବେଳକୁ ସେ ଚୋର କାନ୍ଦିକି ଠିଆ ହେଇଛି। ଠାକୁରଙ୍କର ବଂଶୀଟି ସେଠି ପଡ଼ିଛି ଏବଂ ତାକୁ ହାତ ମାରିଦେଲେ ସେ ପଡ଼ିଗଲା। ଯେଉଁ ଜାଗାରେ ସେ ଚୋରମରା ସେ ଜାଗା ନାଁ ହେଉଛି ଚୋରମରା ଚକ। ଆଉ ଆଜି ପର୍ଯ୍ୟନ୍ତ ବିଲ ନାମ ଚୋରମରା ଚକ ଅଛି। କ'ଣ କ'ଣ ତା'ର ପର୍ବପର୍ବାଣି ପ୍ରତି ମାସେ ପର୍ବ ଅଛି। ଆମର ଦୈନିକ ନୀତି ଖର୍ଚ୍ଚ ହେଉଛି। ଦୈନିକ ଠାକୁରଙ୍କର ସହରରେ ମଙ୍ଗଳଆରତି ହେବ। ମଙ୍ଗଳଆରତି ଟିକେ ଭୋଗ ଲାଗେ, ଭୋଗ ଲାଗେ। ତାପରେ ସକାଳ 10ଟା 9ଟା ଭିତରେ 12 ଭୋଗ ହୁଏ। ଭୋଗ ଲାଗିବ 1 ଗୋଟେ ମଧ୍ୟାହ୍ନ ଭୋଗ ଲାଗିବ ରାଜଭୋଗ। ତାପରେ 4ଟା ବେଳେ ପଟକ ଉଠାଣି ଭୋଗ ଲାଗେ। ସନ୍ଧ୍ୟା ଆରତି ହୁଏ। ସନ୍ଧ୍ୟା ଆରତି ପରେ ଆମର ଆରତି କୀର୍ତ୍ତନ ଭାଗବତ ପାଠ ହୁଏ। ତାପରେ ରାତି 9ଟା 8:30 9 ଭିତରେ ରାତି ଭୋଗ ଲାଗେ। ଦୈନିକ ନୀତି। ଦୋଳ ପର୍ବ ଯେଉଁ ପାଳନ କରାଯାଏ କେମିତି କ'ଣ ପାଳନ କରାଯାଏ? ଆମର ସବୁ ପ୍ରତି ମାସେ ପୁରା ପର୍ବ ଅଛି। ବର୍ଷ ଆରମ୍ଭରୁ ପର୍ବ ଲାଗିଲେ ପ୍ରତି ମାସେ ସଂକ୍ରାନ୍ତି ପୂର୍ଣ୍ଣିମା ଅଛି। ପଣା ସଂକ୍ରାନ୍ତି ଆରମ୍ଭ କରୁଛି। ପଣା ସଂକ୍ରାନ୍ତି ପ୍ରଥମ ପର୍ବ। ତାପରେ ଆଜି ଉତ୍ସବ ରାମନବମୀ। ତାପରେ ଆମର ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା, ଚନ୍ଦନ ଭିତରେ ଚନ୍ଦନ ହୁଏ, ବାହାର ଚନ୍ଦନ ନାହିଁ। ଚନ୍ଦନ ଯାତ୍ରା। ତାପରେ ଆମର କାର୍ତ୍ତିକ ମାସ ସାରା କାର୍ତ୍ତିକ ବ୍ରତ ପାଳନ ହୁଏ। ମକର ସଂକ୍ରାନ୍ତି, ଧନୁ ସଂକ୍ରାନ୍ତି, ବଡ଼ ପର୍ବ ବସନ୍ତ ପଞ୍ଚମୀ ଠାକୁର ହାନ୍ତି ବସନ୍ତ ବଗିଚାକୁ ଉତ୍ସବ ହୁଏ। ସମଦଶମୀ, ଶାମ୍ବ ଦଶମୀ, ବକୁଳ ଲାଗି ଛୋଟ ସବୁ ଆମର ଗୋର୍ଦ୍ଧନ ଷଷ୍ଠୀ, ପାର୍ବଣ ଷଷ୍ଠୀ ଏସବୁ ତା ଭିତରେ ରହିଛି। ଏବଂ ମହାପ୍ରଭୁଙ୍କ ଜୟନ୍ତୀ, ଶ୍ରୀକାନ୍ତଙ୍କ ଜନ୍ମ ଜୟନ୍ତୀ, ଅଜୟଙ୍କ ଜନ୍ମ ଜୟନ୍ତୀ, ଜନ୍ମାଷ୍ଟମୀ, ରାଧାଷ୍ଟମୀ, ଭାଗବତ ଜନ୍ମ
ଦୋଳ ହେଲା ମୁଖ୍ୟ ପର୍ବ, ବଡ଼ ପର୍ବ ହେଲା ଦୋଳ। এই দোଳ পর্বরে କେତେ ବିମାନ ଏଠି ଆସନ୍ତି? ଦୋଳ ପର୍ବରେ ବୋଧେ 20ରୁ 22ଟି ବିମାନ ଆସୁଛନ୍ତି ଆମ ଏଠୁ, 22ଟି ବିମାନ ଆସୁଛନ୍ତି ଅନ୍ୟାନ୍ୟ ପାଖ ଯେଉଁ ଡେରା ବେଶୀ ଏବଂ କେନ୍ଦ୍ରାପଡ଼ା ଦୁଇଟି ଏରିଆରୁ ବିମାନ ଆସୁଛନ୍ତି। ବିଳମ୍ବର ପଡ଼ିଆ ଭର୍ତ୍ତି ଠାକୁରଙ୍କ ବିମାନ ସବୁ ସେ ସବୁ ବିମାନ ସବୁ ଆମର ଭୋଗ ଲାଗି ପରେ କୋଉଠିକି ଯାଆନ୍ତି? ଆମର ପ୍ରଥମ ମଠ ମେଳନ ଦିନ ଯେଉଁ ଲାଗେ ଆମର ଏଠି ଠାକୁରଙ୍କର ମେଳନ ଷ୍ଟାଫ୍ ହେଉଛନ୍ତି 25 ଜଣ ଷ୍ଟାଫ୍। ଠାକୁରଙ୍କର କେତେ ସାଙ୍ଗେ ଯାଆନ୍ତି ବେହେରା ବାଜାବାଲା ଆଉ ସୂତା ଧରାଳି ପେଟା ଧରାଳି ପୂଜାରୀ ଟଲିଆ ସବୁ ଯାଆନ୍ତି ଠାକୁରଙ୍କର ସାଙ୍ଗେ ସେବା କରିବା ପାଇଁ। ଆମର ପ୍ରତି ଠାକୁରଙ୍କ ପାଖରେ ଭୋଗ ଲାଗିବ, ପୋଡ଼ ଭୋଗ ଲାଗିବ, ବଢ଼ିଆ ଲାଗିବ। ତା ଅଛି ସବୁ କିଏ କେଉଁ ଠାକୁର ଭୋଗ ଲାଗିବ ଠାକୁରଙ୍କର ସବୁ ସେଟା ଆମ ପ୍ରଥମ ପରମ୍ପରା। ଏହି ପରମ୍ପରା ଅନ୍ୟ କେଉଁ ମଠରେ ନାହିଁ। କେନ୍ଦ୍ରାପଡ଼ା ଜିଲ୍ଲାରେ କି ଜିଲ୍ଲାରେ କରିକି ପ୍ରଥମେ ସବୁ ମଠରେ ଗାଦି ଲାଗି ବସିବେ। ମେଳନ ଆରମ୍ଭ ହେଲେ ପ୍ରଥମେ ଗାଦି ସରା ହେଇକି ବସିବେ, ତାପରେ ଠାକୁର ଯିବେ। କିନ୍ତୁ ଏଠି ଗୋଟେ ପ୍ରଶ୍ନ ହୋଇଛି ଏସବୁ ସାଗରକୁ ମଠରେ ସ୍ୱାଗତ କରାଯାଏ ନା। ମଠ ଅଛି ଆମେ ସେମିତି ମିଳନ ଦେଲେ ଠାକୁର ସେଇଠି ରୋଷେଇ ତାକୁ ଗରମ ଦିଆଯାଏ, ଠାକୁର ପଳେଇ ରୋଷେଇ। ଆମ ଏଠି ମଠ ପାଖରେ ଯେଉଁ ଗୋଟପାଳ ମଣି ମନ୍ଦିର ଅଛି ଶିବ ମନ୍ଦିର, ସେଇଠି ଠାକୁର ସବୁ ଆସି ରହିବେ। ତାହେଲେ ଆମ ରୋଷେଇ ପଡ଼ିଆ ଠାକୁର ସେଠି ଠିଆ ହେଲା ମାନେ ଆମ ଠାକୁରକୁ ଆମେ ବେହେରାନେ କାନ୍ଧେ ଠିଆଥିବେ କରିବା ପର୍ଯ୍ୟନ୍ତ ସେମିତି 10 ଘଣ୍ଟା ଏମିତି କାଢ଼ିଥିବେ। ତାଙ୍କୁ ଯଦି ସେ ଆଉ ଠିଆ ତାଙ୍କୁ ଅଲଗା ବଦଳ ତାଙ୍କୁ ଯଦି 8 ଜଣ 4 ଜଣ କାନ୍ଧେଇବେ। ଉଠାକୁ ଆସିବେ, ତାଙ୍କୁ ଗରମ ଦିଆଯିବ, ତାଙ୍କୁ ସ୍ୱାଗତ କରିକି ତାଙ୍କୁ ଛାଡ଼ିବେ। ମତେ ଆମେ ଖବର ପାଇଛୁ ଯେ ଗୋଟେ ଦୋଳ ପର୍ବର ଯେଉଁ ପାଳନ କରାଯାଏ ରାଧା ଗୋବିନ୍ଦ ଯେଉଁ ଯାଆନ୍ତି ସେ ବିମାନ ଗୋଟେ ସ୍ୱତନ୍ତ୍ର ବିମାନ ତାଙ୍କର ରହିଛି ତାଙ୍କ ପାଇଁ। ସେ ବିମାନ କ'ଣ ସ୍ୱତନ୍ତ୍ରତା ରହିଛି? ହଁ ସ୍ୱତନ୍ତ୍ର ଇଏ ହେଉଛି ବିମାନ ହେଉଛି ଦୁଇ ପ୍ରକାର, ଗୋଟେ ଗୌରୀ ବିମାନ, ଗୋଟେ ହେଲା ବିମାନ। ଇଏ ଯେଉଁ ଆମର ବ୍ରହ୍ମଚାରୀ ବିମାନ, ଏ ବିମାନଟା ଆମର କେନ୍ଦ୍ରାପଡ଼ା ଜିଲ୍ଲାରେ ସବୁ ହେଉଛି ଗୌରୀ ବିମାନ। କେନ୍ଦ୍ର ଗୋବିନ୍ଦଙ୍କର ଅଛି, ଆମର ଅଛି, ଗାଁରେ ବିଭିନ୍ନ ହନୁମାନଙ୍କର ଅଛି ବିମାନ ଅଛି, ଏବଂ ଗାଁରେ ଗୋଟେ ବିମାନ ଅଛି। ସେ ଆଗକାଳ ବିମାନ ସୂଚୀରେ ବିମାନ। ସେ ବିମାନରେ ଠାକୁର ବସିଗଲେ ଗୋଟେ ଲାଇନ୍ ତାର ବି ଲାଗୁଛି କାନ୍ଧି ଠିଆ ହେବେ। ଆଉ ସେ ଦେଖିଲା ବେଳେ ବିମାନ ଦେଖିଲେ ଲୋକ ବି ଦେଖି ପଡ଼ିବେ ନା ଦରକାର ନାହିଁ। ସେଠି ଦେଖିଲେ ବିମାନ ଏ ତା'ର ସାଜସଜା ତା କପଡ଼ା ଦିଆଯାଇଛି, ରଙ୍ଗ ଦିଆଯାଇଛି, ଚନ୍ଦ୍ର ଦିଆଯାଇଛି, 8 ଘଣ୍ଟା ବିମାନ ଘଣ୍ଟା ସବୁ ପରେ ବଡ଼ ଘଣ୍ଟା ସବୁଠି ଝୁଲ ଲାଗି ଠାକୁରଙ୍କର ବିଗ୍ରହ ଠାକୁର ବସିଗଲେ ସେ ତାକୁ ସୁନ୍ଦର ଜଣେ ଆସନ୍ତି ବାହାରୁ ଲୋକ ତାକୁ ବିମାନ ଦେଖିଲେ ବୁଲିଆ ଦେଖିଲା ପରେ କହିଲେ ଇଏ ହେଉଛି ଭାତିକା ଠାକୁର। ତାକୁ ପୂଜା କରାଯାଇଛନ୍ତି ଠାକୁର ଠାକୁର ଆସନ୍ତି ସାଜୁଛନ୍ତି ସୁନ୍ଦର ଦେଖିଲେ ଆମ ଖୁସି ଠାକୁର ଦେଖିଲା ପରେ ଅଛି। ସେ ଠାକୁରଙ୍କର ପହଞ୍ଚିଲା ପରେ ସେଠି ଆମ ଠାକୁର ଯାଇଥିଲା ବେଳେ ଠାକୁର ପଛରେ ଯିବେ। ଏ ଗାଁ ପିଲାଟି ଆନନ୍ଦ ହେଉଛି ପଛରେ ଖରା ଗୋଟେ ଗୋଟେ ପିଲା ବି ଠେଲା ହୁଅନ୍ତି। ସେଇଟା ଟିକେ ଗାଁ ଲୋକ ଥାଆନ୍ତି ସରପଞ୍ଚ ପାଖେ ଆମର ଥାନା ଅଛି ପାଖେ। ଆପଣ କେତେ ବର୍ଷ ହେଲାଣି ଏଠି ରହିଲେଣି? ମୁଁ ଏଇ 1934 ମଠରେ ଆସିଲି। 34 ଆସି ମଠରେ ପାଠ ଆସି ଆମ ଆଣିଲେ ପାଠ ପଢ଼ୁଥିଲି ଏମିତି ରହିବେ ପିଲାଦିନ ରହିବେ ବିବାହ ହେବା ନାହିଁ। ମୋତେ ଛୋଟ ରହିବେ ଶିକ୍ଷା ଲାଭ କରି ସବୁ ଏଠି ଆମ ଲେଖେରେ ହନୁମାନ ଇଏ ହନୁମାନ ଲେଖେରେ ବିଦ୍ୟାପୀଠ ଚାଷ କଲି। ସଂସ୍କୃତ ବିଦ୍ୟାଳୟ କେନ୍ଦ୍ରାପଡ଼ା ପଢ଼ି ତାପରେ କେନ୍ଦ୍ରାପଡ଼ା କରି ପୁରୀ ସଂସ୍କୃତ ଖାଦ୍ୟ ଚାଷ କରିଛି। ଠାକୁରଙ୍କର ଠିକ୍ ଅଛି। ସବୁ ଶିକ୍ଷାଗତ ଚାକିରି ଠାକୁର ସେବା ଅଛୁ କ'ଣ ପଇସା ବାକା ଯାଇକି କା ପାଇଁ ଆମର କ'ଣ ପରିବାର ପାଇଁ ପିଲା ପାଇଁ ଆବଶ୍ୟକ ଦେଖିଲା ଆମର ତ ଠାକୁର ଅର୍ଥ ଅବଶ୍ୟ ଆମେ ତ ଚାକିରି ଦେଉଛୁ ଲୋକ ଏଠି 20 ଜଣ 15 ଜଣ 10 ଜଣ ଆମର ଗୋଟେ ଶିକ୍ଷକ ହେଲମେଟ୍ କାମ କରିବୁ ପଇସାର ଆବଶ୍ୟକତା କ'ଣ ଅଛି? ନାଇଁ ଠିକ୍ ଅଛି। ଆମେ ଜୀବନ ସବୁ ଠାକୁର ସେବା କରିବା ପାଇଁ ଠିକ୍ ଅଛି। ଚାକିରି କ'ଣ ଦରକାର ନା ପଇସା ଠାକୁରଙ୍କର